ଶ୍ରମିକ ନଥିଲେ କୌଣସି ସୁବିଧା ମିଳିପାରିବ ନାହିଁ। ଏ ଜିନିଷ କାହିଁ କହୁଛି ନା ଏକ ବାଲି ସିମେଣ୍ଟ ରୁ ଧରିକି କୌଣସି ଫ୍ୟାକ୍ଟ୍ରି ହଉ କିମ୍ବା କୌଣସି ଅଫିସ ହଉ ଶ୍ରମିକ ବିନା ଅଫିସ ଚାଲେ ନା କି କୌଣସି କାମ ମଧ୍ୟ ହୋଇଯାଏ ନା। କିନ୍ତୁ ଏହି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଇଣ୍ଡଷ୍ଟ୍ରିଆଲ ଷ୍ଟେଟର କିଙ୍ଗଫିଶର କମ୍ପାନୀରେ, ଯାହାକି ଏକ ନିନ୍ଦନୀୟ ଘଟଣା ଘଟିଛି। କିଏ କାହା ପେଟ ପାଟଣା ପାଇଁ ଆସିକି ଖଟି ଖଟି ଦିନ ଯାକ 8 ଘଣ୍ଟା କି 12 ଘଣ୍ଟା ପରିଶ୍ରମ କରନ୍ତି ସ୍ୱଳ୍ପ ଆୟ ପାଇଁ। କିନ୍ତୁ ଦେଖିବାକୁ ମିଳିଛି ଆଜି ମୁଁ କ୍ୟାମେରାମ୍ୟାନଙ୍କୁ ମଧ୍ୟ ଅନୁରୋଧ କରିବି ସେ ଦେଖେଇବେ ଭିଜୁଆଲ। ଏଠି ମା ମାନଙ୍କୁ ଧରି ଶ୍ରମିକ ଭାଇ ମାନେ ଏଠି ବସିଛନ୍ତି, ଆପଣ ନିଜେ ଭିଜୁଆଲ ଦେଖନ୍ତୁ କିଭଳି ନିନ୍ଦନୀୟ ଜିନିଷ। ନିଜ ପାରିଶ୍ରମିକ ବୃଦ୍ଧି କରିବା ପାଇଁ ଆଜି ମାନେ ଧାରଣାରେ ବସିଛନ୍ତି। ଆପଣ ମାନେ ଦୃଶ୍ୟ ଦେଖନ୍ତୁ, ଚାରିଆଡେ ମଧ୍ୟ ଦେଖନ୍ତୁ। ଆମେ ମଧ୍ୟ এই କିଙ୍ଗଫିଶର କମ୍ପାନୀ ଆଗରେ ମଧ୍ୟ ଠିଆ ହେଇକି ଏଠି ଯେଉଁ ଯୁବକ କିମ୍ବା ମା ମାନେ ଏଠି ଧାରଣାରେ ବସିଛନ୍ତି ସେମାନଙ୍କଠୁ ପ୍ରତିଜ୍ଞା ଆମେ ନବା। ଏଠି କଣ ଘଟିଥିଲା, କଣ କାରଣ ହୋଇଥିଲା। ମୁଁ କ୍ୟାମେରାମ୍ୟାନଙ୍କୁ ଅନୁରୋଧ କରିବି ସେ ଏପଟକୁ କ୍ୟାମେରାଟା ଫୋକସ କରିବେ। ଆପଣ ପରିଚୟ ଦିଅନ୍ତୁ। ମୁଁ ଜୟନ୍ତ ସାମନ୍ତରା। କଣ ସମସ୍ୟା ହବ ଆଜି ଆପଣ ଧାରଣାରେ ବସିଛନ୍ତି? ଆମର ଦରମା ବଢୁନାହିଁ। କଣ ପାଇଁ? ଏବେ କେତେ ପାରିଶ୍ରମିକ ପାଉଛନ୍ତି? ଏବେ ପାଉଛୁ 412 ଟଙ୍କା। 412 ଟଙ୍କା ପାଉଛନ୍ତି। ଆଚ୍ଛା, ଏବେ ଆପଣଙ୍କ ଦାବି କଣ ରହୁଛି? ଆପଣ ମା ମାନେ ଧରି ସମସ୍ତେ ଏଠି ଧାରଣାରେ ବସିଛନ୍ତି। ଏବେ ଆମେ ଧାରଣା ବହିଛୁ ଯେ ଆମର ମୋଦି ସରକାର ଯୋଉ ଆପ୍ଲାଏ କରିଛି ସେଇ ପାରିଶ୍ରମିକଟା ଆମକୁ ଦରକାର। ପେଟ ପାଟଣା ପାଇଁ ଆଜି ଧାରଣା, କିନ୍ତୁ ଆମ ସହିତ ଆଉ ବି ଅନେକ ମା ମାନେ ବି ଏଠି ବସିଛନ୍ତି ଏବଂ ଭାଇ ମାନେ ବି ଅଛନ୍ତି। ଆମେ ତାଙ୍କର ପ୍ରତିଜ୍ଞା ମରମ ନବୁ। ଟିକେ କ୍ୟାମେରାମ୍ୟାନ କହିବେ ଟିକେ ଫୋକସ କରିବେ। କଣ କହିବେ? ଆପଣ ପରିଚୟ ଦିଅନ୍ତୁ। ଆପଣ ପରିଚୟ ଦିଅନ୍ତୁ। ଜୟନ୍ତ କେଶରୀ ବଳନ୍ଦ୍ର। ଏଠାରେ କାମ କରେ। କୋଉଠି କାମ କରନ୍ତି? ଏଇ ଯୋଉ କିଙ୍ଗଫିଶର ବଟନ ଲାଇନରେ କାମ କରନ୍ତି। କେତେ ବର୍ଷ ହେଇଯିବ? ମୋ 2 ମାସ ହେଲା କାମ କଲେ। ଆପଣ ଆଜି ଯୋଉ ଧାରଣାରେ ବସିଛନ୍ତି ଆସିକି ଏଠି ଏଇ ଖରାରେ କେତେ ସମୟ ହେଲା ବସିଲେଣି? ପ୍ରାୟ ସକାଳ 5ରୁ। ସକାଳ 5ରୁ ବସିଲେଣି। ଏପର୍ଯ୍ୟନ୍ତ ପାଣି କି ଗ୍ଲାସ କିଛି ଆପଣ କମ୍ପାନୀ ଆସିଛନ୍ତି? ନା କମ୍ପାନୀର କୌଣସି ଡିପାର୍ଟମେଣ୍ଟ କିଏ ଆସିକି ଆପଣଙ୍କୁ କିଛି ପଚାରୁଛନ୍ତି କାହିଁ ବସିଛ ବୋଲି? ସମସ୍ତେ ଆଜି ଷ୍ଟ୍ରାଇକ କରିଛନ୍ତି। କଣ ଦାବି ଅଛି ଆପଣଙ୍କର? ଆମର ଯୋଉ ଗଭର୍ଣ୍ଣମେଣ୍ଟ ଯେତିକି ବଢେଇଛି ପଇସାଟା ସେତିକି ଆମେ ଚାହୁଁଛୁ। ସେତିକି ଚାହୁଁଛନ୍ତି? ନିଶ୍ଚିନ୍ତ ଇଏ ତ ଏକ ସମସ୍ୟା। କାରଣ କିଙ୍ଗଫିଶର କମ୍ପାନୀ କହିବାକୁ ଗଲେ ଆମ ଖୋର୍ଦ୍ଧା ଜିଲ୍ଲା କୋଉଠି କଣ ଚାରିଆଡେ କଣ ଅନୁକୋଣରେ ପ୍ରସିଦ୍ଧ। ଏଠାରେ ବହୁତ ୱାର୍କର କାମ କରନ୍ତି ନିଜ ପେଟ ପାଟଣା ପାଇଁ, ପରିବାର ପେଟ ପୋଷିବା ପାଇଁ ଏଠାରେ କାମ କରି ଚାଲନ୍ତି। କିନ୍ତୁ ତାଙ୍କୁ ଯଦି ତାଙ୍କ ବେତନ ଯୋଉ ବଢେଇବା ପାଇଁ ଯୋଉ ଆଜି ଧାରଣାରେ ବସିଛନ୍ତି ତା ବିଷୟରେ ଆପଣ ମାନେ ନିଜେ ଦେଖିପାରନ୍ତି କେତେ ଖରାରେ ସେମାନେ ଆଜି ଏଠାରେ ବସିଛନ୍ତି। ତେଣୁ ଆମ ହାତରେ କିଛି ମା ମାନେ ବି ଅଛନ୍ତି, ଆମେ ତାଙ୍କଠୁ ମଧ୍ୟ ପ୍ରତିଜ୍ଞା ନବୁ। ତେଣୁ ମା ବସିଥାନ୍ତୁ, ଆପଣ ପରିଚୟ ଦିଅନ୍ତୁ। ମୋ ନାଁ ସରୋଜିନୀ ମାନ୍ଧତା। ଆଚ୍ଛା ମା, ଏଇ ଖରାରେ ଆପଣ ଏଠି ଧାରଣାରେ ବସିଛନ୍ତି, ସେ କଣ କହିବେ? କଣ କରିବୁ, ପେଟ ପାଇଁ ତ ଆସିକି ବସିଛୁ। ପେଟ ପାଇଁ ବସିଛୁ। 412 ଟଙ୍କା ପାଉଛୁ। ଆମେ ଆଉ ଆସିଲୁଣି 8 ମସିହାରୁ କାମ କଲୁଣି। ଇଏ ଏବେ ଆସିକି ଟଙ୍କା ବଢିଛି, ମୋଦି ସରକାର ଟଙ୍କା ବଢେଇଛି। ଏବେ ଜଣେ ଏଚଆର ମାଇ ବି ଆସିଛନ୍ତି। କଣ ତାଙ୍କ ନାଁ? ତାଙ୍କ ନାଁ ସୋନି ମ୍ୟାଡାମ। ସୋନି ମ୍ୟାଡାମ। ହଁ, କଣ କହିଲେ? ସେ ନାହିଁ କରୁଛନ୍ତି, ମୁଁ ସେଠିକି ଯିବିନି। ସେ ଯାହା କରୁଛନ୍ତି କରନ୍ତୁ। ମାନେ ମୋର କିଏ କଣ କରିବ କରୁ। ଆଚ୍ଛା, ଆପଣଙ୍କ ଦରମା ବୃଦ୍ଧି ପାଇଁ କିଛି ଜଣେଇଥିଲେ ଅଫିସରେ? ହଁ, ସବୁଠି ଜଣେଇଛୁ। 14 ଦିନ ଟାଇମ ଦେଇଥିଲେ। ଜଣେଇଥିଲେ ଆମେ କଲେକ୍ଟର ଜଣେଇଛୁ, ଥାନାରେ ଜଣେଇଛୁ, ସବୁ ଅଫିସରେ ସବୁଠି ଜଣେଇଛୁ। ପରେ କଣ ହେଲା? ନାଇଁ ଗଲା, କହିଲା ମୁଁ କିଛି କରିବିନି, ନାଇଁ କରୁଛି। ଆମ ହାତରେ ଯାହା ହବ ଆମେ ସେଇଆ କରିବୁ। ଗେଟ ଚାବି ଦେବୁ ଶେଷକୁ। ରବିବାରେ ଡ୍ୟୁଟି ଯୋଉ ଦଉଛି ମାନେ ସିଙ୍ଗଲ ଦେବି ବୋଲି କହୁଛି। ଆମକୁ ଟଙ୍କା ଟିକେ ବଢିଲା, ଡବଲ ଦେବିନି ବୋଲି ମନା କରୁଛି, ସିଙ୍ଗଲ ଦେବି ବୋଲି କହୁଛି। ଆଚ୍ଛା, ଇଏ ତ ଏକ ମା ଆମର ପ୍ରତିଜ୍ଞା ନଉଥିଲେ ଏକ ମାଙ୍କ ଠାରୁ ପ୍ରତିଜ୍ଞା ନଉଥିଲେ ଯେ ତାଙ୍କର ରହିଥିଲା ଦାବି ଯେ ତାଙ୍କର ବେତନ ବଢେଇବା ପାଇଁ। ତାଙ୍କର ଏଚଆର ମ୍ୟାଡାମ ଯେ ନୂତନ ରୂପରେ ଏଠି ଜଏନିଂ କରିଛନ୍ତି, ସେ ଏ ଯୋଉ ବେତନ ବଢେଇବା ପାଇଁ ଚାହୁଁନାହାନ୍ତି। କାରଣ ସେ ଖୁଲମ ଖୁଲା ଆମେ ଯାହା ପ୍ରତିଜ୍ଞା ନଉଥିଲେ ସେ ମା କହୁଥିଲେ
ଯେ ମୋର କଣ କିଏ କରିବା କଥା କରନ୍ତୁ। ଏ ଜିନିଷଟା ଏକ ନିନ୍ଦନୀୟ ଜିନିଷ, କିନ୍ତୁ ୱାର୍କର ମାନଙ୍କୁ ମନ ନେଇକି ଚଳିବାର ଅଛି। କାରଣ ଦୁନିଆରେ ୱାର୍କର ନଥିଲେ କି ଶ୍ରମିକଟି ନଥିଲେ ଆମେ କୌଣସି କାମ ଧନ୍ଦା କରିପାରିବା ନାହିଁ। କାରଣ ସେ ଅଫିସ ଟୁ ହଉ କିମ୍ବା ଏକ ବାଲି ସିମେଣ୍ଟ କାମଠୁ ହଉ, ଯେକୌଣସି ସଂସ୍ଥା ବି ହଉ, ତେଣୁ ୱାର୍କର ସବୁ ଜାଗାରେ ହିଁ ଦରକାର। କାରଣ ଏଇ ୱାର୍କରଙ୍କର ପରିଶ୍ରମ ସକାଶେ ମାଲିକ ଲାଭବାନ ହେଇଥାଇପାରେ, କିନ୍ତୁ ମାଲିକ ଏଇ ଜିନିଷ ପ୍ରତି ଦୃଷ୍ଟି ଦେବା ନିହାତି ଆବଶ୍ୟକତା ଅଛି। ମୁଁ ଆମ ଚ୍ୟାନେଲ ତରଫରୁ ମୋର ଅନୁରୋଧ କରୁଛି ସରକାରଙ୍କୁ, ଏ ଶ୍ରମିକ ମାନଙ୍କ ପ୍ରତି ଟିକେ ଦୃଷ୍ଟି ଆକର୍ଷଣ କଲେ ଏ ଶ୍ରମିକ ମାନେ ଉପକୃତ ହେବେ। ଖୋର୍ଦ୍ଧାରୁ କ୍ୟାମେରା ପର୍ସନ ଏସ୍ ମହାନ୍ତିଙ୍କ ସହ ରିପୋର୍ଟର ନିମାଇ ଚରଣ ମହାନଗର ରିପୋର୍ଟ ଟାଇମ୍ସ।